ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଆସନ୍ତା 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଘଟିବ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ସାଧାରଣତଃ ପରିଶ୍ରମୀ, ସାହସୀ ଏବଂ ପରୋପକାରୀ ହୋଇଥାନ୍ତି। ସେଥିପାଇଁ ଏହି 2026ରେ ଆପଣଙ୍କର ଅଧିପତି ଏବଂ ଗୁରୁ ସ୍ଥାନରେ ରହିବେ କର୍ମଫଳଦାତା ଶନି। ତେଣୁ ଶନିଙ୍କର ଆପଣଙ୍କ ଉପରେ ବିଶେଷ ଆଶୀର୍ବାଦ ରହିବ ଏବଂ ଶନି ଆପଣଙ୍କର ଗୁରୁ ସ୍ଥାନରେ ରହିବାରୁ ଆପଣଙ୍କର ଧନ, ଜ୍ଞାନ, ମାନ, ବୁଦ୍ଧି ଘଟିବ। ଯେମିତିକି ଦେଖନ୍ତୁ, ଶନି ଆପଣଙ୍କର ଗୁରୁ ସ୍ଥାନରେ ଏବଂ ଉଚ୍ଚ ସ୍ଥାନକୁ ଅଛନ୍ତି। ତେଣୁ ଶନିଙ୍କର ଆପଣଙ୍କ ଉପରେ ଭଲ ଦୃଷ୍ଟି ରହିଅଛି, ଯାହାଫଳରେ ଏହି 2026ରେ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନଟି ଉଜ୍ଜଳମୟ ହୋଇଯିବ ଏବଂ ଆପଣ ଯେଉଁ ଜିନିଷଟିକୁ ମଧ୍ୟ ଛୁଇଁବେ ତାହା ମାଟିରୁ ମଧ୍ୟ ସୁନା ପାଲଟିଯିବ। ଆପଣଙ୍କ ପାଇଁ ଏହି 2026ଟି ବହୁତ ମାତ୍ରାରେ ଅନୁକୂଳ ହୋଇ ରହିଅଛି। ଶନି ଆପଣଙ୍କର ପଞ୍ଚମ ଭାଗରେ ଗୁରୁ ସ୍ଥାନରେ ଅଛନ୍ତି, ଯାହା ପ୍ରାୟତଃ ଶିକ୍ଷାର୍ଥୀମାନଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଅଣାଇବେ ଏବଂ ଆପଣଙ୍କର ଯଦି କୌଣସି ଚାକିରି କ୍ଷେତ୍ରରେ ଉନ୍ନତି ଆସିବାର ଆଶା ଥିଲା ସେଗୁଡ଼ିକ ମଧ୍ୟ ପୂର୍ଣ୍ଣ କରାଇବେ। ଆପଣଙ୍କର ବିଜନେସ୍ ଯଦି ଅଛି ତେବେ ବିଜନେସ୍ କ୍ଷେତ୍ରରେ ମଧ୍ୟ ଉନ୍ନତ ଘଟାଇବେ ଏବଂ ଏହି 2026ରେ ଆପଣଙ୍କର ସମସ୍ତ ପ୍ରକାର ଶତ୍ରୁଙ୍କୁ ନାଶ କରିବେ। ଶତ୍ରୁ ଆପଣଙ୍କର ଆଖପାଖ ମଧ୍ୟ ଆସିପାରିବେ ନାହିଁ। ଶତ୍ରୁ ଆପଣଙ୍କୁ ବହୁତ ମାତ୍ରାରେ ଭୟ କରିବେ। ତେଣୁ ଏହି 2026ରେ ଆପଣଙ୍କର କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କର ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଘଟିବ। ଏବେ ଦେଖନ୍ତୁ, ଆପଣଙ୍କର ସପ୍ତମ ଭାଗରେ ଦେବଗୁରୁ ବୃହସ୍ପତି ରହିଲେ, ଯାହାକି ଆପଣଙ୍କ ଜୀବନଟିକୁ ବହୁତ ମାତ୍ରାରେ ଉଜ୍ଜଳ କରାଇବେ। ନା କେମିତି ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାଗରେ ରହିଲେ ଦେବଗୁରୁ ବୃହସ୍ପତି। ତେଣୁ ବୃହସ୍ପତିଙ୍କର ସପ୍ତମ ଭାଗରେ ଚଳନ ରହିବା ଆପଣଙ୍କ ପାଇଁ ମଧ୍ୟ ବହୁତ ମାତ୍ରାରେ ଲାଭଜନିତ ହୋଇଥାଏ, କାରଣ ଶନି ଆପଣଙ୍କର ଉଚ୍ଚ ସ୍ଥାନରେ ଅଛନ୍ତି ଏବଂ ଯେତେବେଳେ ବୃହସ୍ପତି ମଧ୍ୟ ଆପଣଙ୍କର ସପ୍ତମ ଭାଗରେ ଉଚ୍ଚ ସ୍ଥାନରେ ରହିବେ ଏବଂ ଶନିଙ୍କର ନିଚ ସ୍ଥାନରେ ରହିବେ, ସେତେବେଳେ ଆପଣଙ୍କର ବହୁତ ମାତ୍ରାରେ କୌଣସି ଗୃହ ନିର୍ମାଣ କରିପାରନ୍ତି। ଯେମିତିକି ଆପଣ କୌଣସି ଯାନବାହନ ମଧ୍ୟ କ୍ରୟ କରିପାରନ୍ତି। ଆପଣ କୌଣସି ମାତ୍ରାରେ ହେଉ ଆପଣ ଧନ ଉପାର୍ଜନ କରିପାରନ୍ତି। ଏହି 2026ରେ ଆପଣଙ୍କ ପାଇଁ ପୁରା ମାତ୍ରାରେ ଆପଣଙ୍କର ଏହି 2026ଟି ଆପଣଙ୍କ ପାଇଁ ଅନୁକୂଳ ରହିଅଛି ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାଗରେ ରହିଥିବାରୁ ଆପଣ କୌଣସି ଜମି କ୍ରୟ କରିପାରନ୍ତି। ଆପଣ ଦୂରଯାତ୍ରା ମଧ୍ୟ ଭ୍ରମଣ କରିପାରନ୍ତି ଏବଂ ଶତ୍ରୁମାନେ ଆପଣଙ୍କର ହୀନ ଘଟିବେ, ଆପଣଙ୍କୁ ବହୁତ ମାତ୍ରାରେ ନତମସ୍ତକ କରିବେ। ଆପଣଙ୍କର ମାନ ସମ୍ମାନ ବୃଦ୍ଧି ଘଟିବ ଏବଂ ଦେଖିବେ ଆପଣଙ୍କର ଯେଉଁ ପାରିବାରିକ କ୍ଷେତ୍ରରେ, ଲଭ୍ ଲାଇଫ୍ କ୍ଷେତ୍ରରେ ବାଦବିବାଦ ସୃଷ୍ଟି ହେଉଥିଲା ତାହା ମଧ୍ୟ ସବୁ ଦୂର ହୋଇଯିବ। ଆପଣଙ୍କ ମନ ଏବଂ ଆପଣଙ୍କ ଆତ୍ମା ଏକ ହୋଇଯିବ। ତେଣୁ ଏହି 2026ରେ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଯଦି ଆମେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ, ତେବେ ସ୍ୱାସ୍ଥ୍ୟ ଉପରେ ଆପଣଙ୍କର ଅଛନ୍ତି ବୁଧ ଏବଂ ସୂର୍ଯ୍ୟ, ଯାହା ଏକତ୍ର ହୋଇ ରହିଛନ୍ତି ଏବଂ ଆପଣଙ୍କ ପାଇଁ ମଧ୍ୟ ଅନୁକୂଳରେ ଅଛନ୍ତି। କିନ୍ତୁ ସୂର୍ଯ୍ୟ ଆପଣଙ୍କର ବୁଧଙ୍କ ସହ ଏକତ୍ରିତ ହୋଇ ଦ୍ୱାଦଶ ଘରେ ଥିବାରୁ ଆପଣଙ୍କୁ କିଛି ମାତ୍ରାରେ ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ। ଯେମିତିକି ଆପଣ କୌଣସି ଗାଡ଼ିରୁ ପଡ଼ିପାରନ୍ତି କିମ୍ବା ଯେକୌଣସି ମାତ୍ରାରେ ହେଉ ଛୋଟ ଆକ୍ସିଡେଣ୍ଟ ହୋଇପାରେ। ନଚେତ୍ ଆପଣଙ୍କର ଯେଉଁ ଚର୍ମଜନିତ ସମସ୍ୟା ହେଉଥିଲା କିମ୍ବା ଆପଣଙ୍କର ହାତ ଗୋଡ଼ ବିନ୍ଧା ଚିଟିକା ହେଉଥିଲା, ଆଣ୍ଠୁଗଣ୍ଠି ବାତ ଧରୁଥିଲା, ଗ୍ୟାଷ୍ଟ୍ରିକ୍ ଜନିତ ହେଉ ଅବା ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ଯେଉଁ ଶ୍ୱାସ ଜନିତ ସମସ୍ୟା ରହୁଥିଲା
ଏଗୁଡ଼ିକ ଦୂରେଇ ହେଇଯିବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ତେଣୁ ଆପଣଙ୍କ ପାଇଁ ଏହି 2026ଟି ବହୁତ ମାତ୍ରାରେ ଅନୁକୂଳ ହୋଇ ରହିଅଛି। ଆପଣ ଯେତେ ମାତ୍ରାରେ ପାରିବେ ଏହି 2026ରେ ହରେ କୃଷ୍ଣ ମହାମନ୍ତ୍ର ଜପ କରନ୍ତୁ, ଦେଖିବେ ଆପଣଙ୍କର ମଙ୍ଗଳ ହେବ। ଏବଂ ପ୍ରତ୍ୟେକ ସୋମବାର ଏବଂ ଶନିବାର ଆମିଷ ଖାଇବା ବନ୍ଦ କରନ୍ତୁ। ସୋମବାର ଶନିବାର ଆପଣ ମହାଦେବ ମନ୍ଦିରକୁ ଅଥବା କୌଣସି ଶନିଦେବଙ୍କ ପାଖକୁ ଯାତ୍ରା କରନ୍ତୁ କିମ୍ବା କୌଣସି ବଟବୃକ୍ଷ ମୂଳେ ଯାଇ ଶନିଙ୍କୁ ପୂଜା ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ, କାରଣ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ଶନି ଏବଂ ଆପଣଙ୍କର ଅଧିପତି ମଧ୍ୟ ହେଉଛନ୍ତି ଶନି। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଏହି 2026ରେ ଆପଣ ଶନି ଏବଂ ମହାଦେବଙ୍କୁ ବହୁତ ମାତ୍ରାରେ ପ୍ରସନ୍ନ କରିପାରିବେ, ଯାହାଫଳରେ କି ଆପଣଙ୍କ ଜୀବନରେ ନବଗ୍ରହର ସ୍ଥିତି ଆହୁରି ଉପରକୁ ଉଠିପାରିବ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତି ବିଷୟ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚାହୃଦୟରେ ବିଶ୍ୱାସ କରିଥାନ୍ତି, ତେବେ କମେଣ୍ଟରେ ଜୟ ଶନିଦେବ ଜୟ ମହାଦେବ ନିଶ୍ଚୟ ଲେଖିବେ। ରହୁଛି, ଧନ୍ୟବାଦ।